କେଦାର ଗୌରୀ ସିରିଏଲରେ ଦେଖିବାକୁ ପାଇବେ। ଗୌରୀ କେଦାରକୁ ପଚାରୁଥିବେ, କେଦାର ଏ ଝିଅଟି କିଏ? ଦିବ୍ୟା ସେ ଝିଅର କୋଳରେ କେମିତି ଅଛି? କେଦାର ତୁମେ ନନାଙ୍କ ନାତୁଣୀଙ୍କୁ ଆଣିବା ପାଇଁ ମନ୍ଦିରକୁ ଯାଇଥିଲ ନା, ତ ଏ ଝିଅ ତୁମ ସାଙ୍ଗରେ କେମିତି ଆସିଲା? ତାପରେ କେଦାର କହୁଥିବେ, ଗୌରୀ ମୁଁ ବି ଜାଣିନି ସେ ଝିଅ କିଏ। ମୁଁ ଏତିକି ଜାଣିଛି ସେ ଝିଅ ନାଁ ଲିପ୍ସା। ମୁଁ ଯେତେବେଳେ ଦିବ୍ୟାକୁ ଆଣିବା ପାଇଁ ମନ୍ଦିରକୁ ଯାଇଥିଲି ମୁଁ ସେଠି ଦେଖିବାକୁ ପାଇଲି ସେଠି ମନ୍ଦିରରେ ନନା କି ଜୀବନ ସେଠି କେହି ନଥିଲି। ଏ ଝିଅ ଲିପ୍ସା ହିଁ ସେଠି ଦିବ୍ୟାକୁ ଧରିକି ଥିଲା ଏବଂ ମୁଁ ତା ପାଖକୁ ଯାଇ ଯେତେବେଳେ ପଚାରିଲି ନନା ଏବଂ ଜୀବନ କୁଆଡ଼େ ଗଲେ, ସେ ସେତେବେଳେ ମୋତେ କହିଲା ଜୀବନ ଓ ନନା ତାଙ୍କ ଘରକୁ ପଳେଇଲେ। ହେଲେ କେଦାର ଗୌରୀଙ୍କୁ କହୁଥିବେ, ମୋତେ ସନ୍ଦେହ ହେଉଛି ଗୌରୀ ଏ ଲିପ୍ସା ଉପରେ। ସେ ହିଁ ଜୀବନ ଏବଂ ନନାଙ୍କୁ କୁଆଡ଼େ ଗାୟବ କରିଛି। କାହିଁକି ନା ମୁଁ ସେଠି କାହାକୁ ଦେଖିନି, ଏପଟେ କେହି ଜାଣିନାହାନ୍ତି ଜୀବନ ଏବଂ ନନା କୁଆଡ଼େ ଗଲେ। ଲିପ୍ସା ହିଁ ଗୌରୀ ଠାରୁ ପ୍ରତିଶୋଧ ନେବା ପାଇଁ ହିଁ ସବୁ ସମସ୍ୟା ତିଆରି କରୁଛି। ଲିପ୍ସା ଗୁଣ୍ଡାମାନଙ୍କୁ କହି ନନା ଏବଂ ଜୀବନକୁ ଗାୟବ କରିଦେଇଥିବ। ନନା ଯେତେବେଳେ ମନ୍ଦିରରେ ପୂଜା କରୁଥିବା ବେଳେ ଗୁଣ୍ଡାମାନେ ଯାଇ ତାଙ୍କୁ ଡରେଇ ଧମକେଇ ନନାଙ୍କୁ ପୂଜା କରିବାରୁ ଅଟକାଉଥିବେ ଏବଂ ନନାଙ୍କୁ ଧମକ ମଧ୍ୟ ଦେଉଥିବେ କି ବୁଢ଼ା ତୁ ଏଠୁ ପଳା। ହେଲେ ନନା ଡରି ଡରି ଗୁଣ୍ଡାମାନଙ୍କୁ କହୁଥିବେ ମୁଁ କାହିଁକି ପୂଜା ଅଟକାଇବି, ମୁଁ କାହିଁକି ଏଠୁ ପଳେଇବି ବୋଲି ସେ ଗୁଣ୍ଡାମାନଙ୍କୁ କହୁଥିବେ। ହେଲେ ସେ ଗୁଣ୍ଡାମାନେ ନନାଙ୍କୁ ମାରିବାକୁ ଲାଗିବେ ଏବଂ ନନାଙ୍କୁ ଗାୟବ କରିଦେବେ। ଆଗକୁ କେଦାର ଗୌରୀ କ'ଣ କରିବେ, ଦିବ୍ୟାକୁ ପାଇବେ କି ନାହିଁ, ଆଗକୁ କ'ଣ ହେବ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଗୋଟେ କରିଦିଅନ୍ତୁ ଏବଂ ଆମ ଭିଡ଼ିଓ ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି ତାହା ଲେଖନ୍ତୁ।